ଜୟ ଜଗନ୍ନାଥ, ଜୟ ଗୁରୁ। ନିଜକୁ ନିଜେ ଗୋଟେ ମାନବରେ ଗଢ଼ି ତୋଳିବା। ଭଗବାନ ଆମକୁ ଚାରୋଟି ସମାଜ ତିଆରି କରିଛନ୍ତି। ଆମେ ଜାତି ପ୍ରଥା ଧରି ସମସ୍ତେ ଯେଉଁ କୁସଂସ୍କାରରେ ପଡ଼ିଛେ ବୁଝିବାକୁ ପଡ଼ିବ। ଏ ଜାତି ନୁହେଁ, ଏ ସମସ୍ତ ହେଉଛନ୍ତି ଗୋଟେ ଗୋଟେ ସମାଜ। ଆମ ସମାଜରେ ଆମେ କିପରି ଭାବରେ ଚଳିବା, ତେଣୁ ସେ ସମାଜ ମଧ୍ୟରେ ଯେଉଁମାନେ ଜ୍ଞାନୀ ଗୁଣୀ ଶିକ୍ଷିତ ସେହିମାନଙ୍କୁ ଆମେ ବୈଷ୍ଣବ ବା ବ୍ରାହ୍ମଣ୍ୟ ବୋଲି କହିଥାଉ। ତେଣୁ ଦେଖନ୍ତୁ, ଆମେ ଯେଉଁ ଜାତି ଜାତି ମଧ୍ୟରେ ଆଜି ଯୁଦ୍ଧ, ଯେଉଁ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ମଧ୍ୟରେ ଯୁଦ୍ଧ, ଦେଶ ଦେଶ ମଧ୍ୟରେ ଜଣକୁ ମାରି ଦିଆଗଲା, ତାଙ୍କର ଧର୍ମ ପଚାରାଗଲା ହିନ୍ଦୁ ବୋଲି ଏବଂ ମାରି ଦିଆଗଲା। ସେହି ହିନ୍ଦୁ ଧର୍ମକୁ ଧରି ଏଇ ଯେଉଁମାନେ ମୁଖ୍ୟ ପ୍ରବକ୍ତା ହୋଇଛନ୍ତି ସେମାନେ କ'ଣ ବଞ୍ଚାଇ ପାରିଲେ? ତାଙ୍କୁ ବଞ୍ଚାଇ ପାରିନାହିଁ। କାହିଁକି? ଏହା ଆମର ଅଜ୍ଞାନତା। ତେଣୁ ଆମେ ହିନ୍ଦୁ କେତେବେଳେ ହେବା? ଯେତେବେଳେ ଓଙ୍କାର ତତ୍ତ୍ୱ ଜାଣିବା। ମୁସଲିମ କେତେବେଳେ ହେବା? ଯେତେବେଳେ ଓଙ୍କାର ତତ୍ତ୍ୱ ଜାଣିବା। ଦେଖନ୍ତୁ, କାହିଁକି ନା ଆମର ଧର୍ମ ଭିନ୍ନ ଭିନ୍ନ ଆମେ ନିଜେ କରିଦେଇଛେ, କିନ୍ତୁ ସନାତନ ଧର୍ମ ହେଉଛନ୍ତି ଏକ। ସମସ୍ତ ମାନବ ସମାଜ ପାଇଁ ସନାତନ ଧର୍ମ ଏକ। ଯେଉଁ ସନାତନ ଧର୍ମ କ'ଣ? ଆଜ୍ଞା, ଗୋଟେ ଖ୍ରୀଷ୍ଟିଆନ ବି ତା ଚକ୍ଷୁରେ ଦେଖୁଛି, ଆଖିରେ ଦେଖୁଛି। ଗୋଟେ ହିନ୍ଦୁ ବି ଆଖିରେ ଦେଖୁଛି। ଗୋଟିଏ ମୁସଲିମ ବି ତା କାନରେ ଶୁଣୁଛି। ଗୋଟିଏ ହିନ୍ଦୁ ବି କାନରେ ଶୁଣୁଛି, ନା ମୁଖରେ ଶୁଣୁଛି, କାନରେ ଶୁଣୁଛି। ତେଣୁ ଆମେ କାହିଁକି ନିଜ ନିଜ ମଧ୍ୟରେ ବା ଯୁଦ୍ଧ ଲାଗିବା ବା ହଣାକଟା ହେବା, ମାରପିଟ ହେବା? ଏହି କଥାକୁ କାହିଁକି ଆମେ ଅଧିକ ଗୁରୁତ୍ୱ ଦେଉନାହିଁ? ଯେ ଆମେ ସମସ୍ତେ ହେଉଛେ ମାନବ ସମାଜ। ମହାପୁରୁଷମାନେ କହିଯାଇଛନ୍ତି, ହିମାଳୟ ଠାରୁ ଇନ୍ଦୁ ମହୋଦଧି ଏ ମଧ୍ୟରେ ଯେତେ ବାସ, ଏମାନଙ୍କୁ ହିନ୍ଦୁ ବୋଲିଟି କହନ୍ତି, ଶୁଣରେ ବରଜସୁତ। ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ପ୍ରିୟ ଶିଷ୍ୟ ରାମଚନ୍ଦ୍ରଙ୍କୁ କହୁଛନ୍ତି, ରେ ରାମଚନ୍ଦ୍ର, ଏଇ ହିନ୍ଦୁ ମୁସଲିମ ଏହିପରି ଭାବରେ ଦିନେ ଯୁଦ୍ଧ ଲାଗିବେ ଆଉ ନିଜ ନିଜ ଭିତରେ ମାଡ଼ପିଟ ହେବେ। ଯେଉଁପରି ଯାଦବ ବଂଶ ଦ୍ୱାପର ଯୁଗରେ ନିଜ ନିଜ ଭିତରେ ଯୁଦ୍ଧ କରି ନିଜର ସର୍ବସ୍ୱ ହରାଇ ଦେଲେ, ଠିକ୍ ଏହି କଳି ଯୁଗରେ ଦେଖିବୁରେ ରାମଚନ୍ଦ୍ର, ଏମାନେ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ବ୍ରାହ୍ମଣ ଶୂଦ୍ର ବୈଶ୍ୟ କହି ଏମାନେ ସମସ୍ତେ ଯୁଦ୍ଧ ହେବେ ଏବଂ ନିଜ ନିଜ ମତରେ ରହିବେ। ତେଣୁ ହେ ରାମଚନ୍ଦ୍ର, ତୁ ସତର୍କ ଥିବୁ। ତେଣୁ ଇଏ ହେଉଛନ୍ତି ଗୋଟେ ଗୋଟେ ସମାଜ। ସମସ୍ତ ସମାଜରେ ଜଣେ ଜଣେ ବ୍ରହ୍ମଣ୍ୟ ବ୍ୟକ୍ତି ଥାନ୍ତି, ଗୁଣୀମାନ ବ୍ୟକ୍ତି ଥାନ୍ତି। ତେଣୁ ବ୍ରାହ୍ମଣ ସମାଜ ତାଙ୍କର ବ୍ରାହ୍ମଣ ରହିବେ, କ୍ଷତ୍ରିୟ ସମାଜ ତାଙ୍କର ବ୍ରାହ୍ମଣ ରହିବେ, କ୍ଷତ୍ରିୟ ରହିବେ, ବୈଶ୍ୟ ରହିବେ, ଶୂଦ୍ର ରହିବେ। ବୈଶ୍ୟ ସମାଜ ତାଙ୍କର ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ରହିବେ। ଆମେ କର୍ମକୁ ନେଇ ଆମର କ'ଣ? କର୍ମକୁ ନେଇ ଆମର ଜାତି ପ୍ରଥା। କିନ୍ତୁ ଜାତି ପ୍ରଥା ରହିବା, ଜାତି ପ୍ରଥା ଆମେ ଏତେ ଗୁରୁତ୍ୱ ଦେବା କି ଆମେ ହିନ୍ଦୁ କହୁଛେ, କିନ୍ତୁ ଓଙ୍କାର ତତ୍ତ୍ୱ ଜାଣିଲେ କେତେବେଳେ? ସଦ୍ଗୁରୁ ଗ୍ରହଣ କରିଛେ, ତାପରେ ଆମେ ସଦ୍ଗୁରୁ ଗ୍ରହଣ କଲେ ଆମେ ଜାଣିବା ଓଙ୍କାର ତତ୍ତ୍ୱ। ଓଙ୍କାର ତତ୍ତ୍ୱ ନ ଜାଣି ଆମେ କହିବା ହିନ୍ଦୁ, ତାହେଲେ ହେବ କେବେ? ହିମାଳୟ ଠାରୁ ହିନ୍ଦୁ, ହିମାଳୟ, ଇନ୍ଦୁ ମହୋଦଧି, ପୁରୁଷୋତ୍ତମ ଧାମ, ଏହି ମଧ୍ୟରେ ଯେତେଙ୍କର ବାସ, ଏମାନେ ହେଲେ ହିନ୍ଦୁ ବୋଲି ମହାପୁରୁଷ କହିଛନ୍ତି। ତେଣୁ ସେ ହିନ୍ଦୁ ମୁସଲିମ ଯାହା ହେଉ, ସେଥିରେ ଆମେ କେତେବେଳେ ଯୁଦ୍ଧ ବା ତର୍କ ବିତର୍କ କରିବା ଠିକ୍ ନୁହେଁ। କାହିଁକି ନା ମମେ ବାଂଶ ଜୀବ ଲୋକେ ଜୀବ ଭୂତ ସନାତନ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଗୀତାରେ ଯେ ମୋ ଠାରୁ ସମସ୍ତ ପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି। ତେଣୁ ହେ ଅର୍ଜୁନ, ତ ହେ ସଜ୍ଜନ, ଆମେ କାହିଁକି ଯୁଦ୍ଧ କରିବା?
କାହିଁକି ନିଜ ନିଜ ଭିତରେ ଟଣା ଓଟରା ହେବା? ଯେ ଯାହା ଅଛି ସେ ସେମିତି ରହିବ। ବ୍ରାହ୍ମଣ ବ୍ରାହ୍ମଣ ହିଁ ରହିବ, କ୍ଷତ୍ରିୟ କ୍ଷତ୍ରିୟ ହିଁ ରହିବ, ଶୂଦ୍ର ଶୂଦ୍ର ହିଁ ରହିବ। ସେମାନଙ୍କ ସମାଜ ମଧ୍ୟରୁ ଜଣେ ଜଣେ ଗୁଣୀ ଜ୍ଞାନୀ ବ୍ୟକ୍ତି ଯେଉଁମାନେ ଥିବେ ସେଇମାନେ ହେଉଛନ୍ତି ବ୍ରାହ୍ମଣ। ତାଙ୍କ ମଧ୍ୟରୁ ଯେଉଁମାନେ ଯୁଦ୍ଧ କଳା କୌଶଳରେ ଥାନ୍ତି ସେମାନେ ହେଲେ କ୍ଷତ୍ରିୟ। ଯେଉଁମାନେ ବାଣିଜ୍ୟ ବ୍ୟବସାୟ କରୁଥାନ୍ତି ସେମାନେ ହେଲେ କ'ଣ? ବୈଶ୍ୟ। ଯେଉଁମାନେ ସେବା କରୁଥାନ୍ତି ସେମାନେ ହେଲେ ଶୂଦ୍ର। ତ ଏଥିରେ କ'ଣ ବାଛ ବିଚାର ଅଛି? ପ୍ରକୃତରେ ଆମକୁ ବୁଝିବାର ଅଛି, ଶାସ୍ତ୍ରର ଅନୁମାନ କରିବାର ଅଛି, ଶାସ୍ତ୍ର କ'ଣ କହୁଛନ୍ତି। ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି ଯେ ପ୍ରକୃତରେ କେଉଁମାନଙ୍କୁ ଆମେ ଛୁଇଁବା ନ ଛୁଇଁବା ଉଚିତ। ଶବର ଜାତି କ'ଣ ଏମାନେ ଛୁଆଁ ହେଇଗଲେ? ଆରେ ଶବର ଜାତି ସେମାନେ ତ ବର୍ତ୍ତମାନ ବହୁତ ନିଚ ନିଚ ଜାତି, ମାନେ ମହାପୁରୁଷ କହିଛନ୍ତି ନିଚ ଜାତି ଉଚ୍ଚକୁ ଯିବେ, ଉଚ୍ଚ ଜାତି ନିଚକୁ ଯିବେ। ଏତେ ଉଚ୍ଚ ଜାତି ସେମାନେ କ'ଣ ଅନ୍ୟାୟ ଅଧର୍ମ କର୍ମ କରୁଛନ୍ତି ଏବଂ ଛୋଟ ଜାତିମାନେ କ'ଣ ଧର୍ମ କାର୍ଯ୍ୟରେ ଲିପ୍ତ ଅଛନ୍ତି। ତେଣୁ ଆମେ ନିଜକୁ ହିନ୍ଦୁ ନ କହି, ମୁସଲିମ ନ କହି, ଖ୍ରୀଷ୍ଟିଆନ ନ କହି ଆମେ ହେଉଛି ଜଣେ ମାନବ, ଜଣେ ଭଗବାନଙ୍କର ଅଂଶରୁ ଆମେ ଆସିଛେ ଏହି ସମାଜର ମଙ୍ଗଳ କାର୍ଯ୍ୟ କରିବା ପାଇଁ। ତେଣୁ ଆସନ୍ତୁ ଆମେ ସତ୍ୟକୁ ଉପସ୍ଥାପନ କରିବା, ସତ୍ୟକୁ ସମସ୍ତେ ଜାଣିବା। ସତ୍ୟ ଜାଣିଲେ ଆମେ କାହିଁକି ଯୁଦ୍ଧ କରିବା? ନିଜ ନିଜ ବିଷୟରେ ଯେଉଁ ହିଂସା, ସେଇ ହିଂସା କାହିଁକି ରହିବ? ଆମେ ହିଂସାତ୍ମକ ଭାବ ନ ରଖି ଆମେ ନିଜକୁ ନିଜେ ସମସ୍ତେ ଭାଇ ଭାଇ ହୋଇ ଚଳିବା। ଦେଖିବେ ଆରାମସେ ଏତେ ସୁନ୍ଦର ଆମ ବିଶାଳ ସମଗ୍ର ସଂସାର ସୁନ୍ଦର ସଂସାର ହୋଇଯିବ। ଭଗବାନଙ୍କର ସଂସାର ହେଉଛି ସୁନ୍ଦର, କିନ୍ତୁ ଆମେ ବୁଝି ନ ପାରିବା ଅସୁନ୍ଦର ଏବଂ ଆମକୁ ଦୁଃଖଦ। ତେଣୁ ଯାହା ହଉ, ଜୟ ଜଗନ୍ନାଥ। ଆପଣମାନେ କମେଣ୍ଟ କରନ୍ତୁ, ଆମେ ଆପଣଙ୍କର ମତାମତକୁ ପୁଣି ଉପସ୍ଥାପନ କରିବୁ। ଜୟ ଜଗନ୍ନାଥ, ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।